हेलो एवरीवन ମୁଁ ତିନୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲକୁ। ତ ଆଜି ଆମେ ଶିଖିବା କିଛି କ୍ରିଏଟିଭ୍ ଲୁକ୍। ତ ଆଜି ଆମେ କ'ଣ କରିବା, ତ ଆପଣମାନେ ଦେଖିପାରୁଥିବେ ମୋ ସ୍କିନ୍ ତ ଆଜି ପୁରା ଖରାରେ ବୁଲି ମୋ ସ୍କିନ୍ ହେଇଯାଇଛି ଡଲ୍ ଆଉ ଟ୍ୟାନିଂ, କାରଣ ଦିନସାରା ଆଜି ମେଡ଼ିକାଲରେ ପୁରା ବୁଲିଛି। ମୋର କିଛି ପ୍ରୋବ୍ଲେମ୍ ଅଛି ବୋଲି ଏ ପାଇଁ ପେଟରେ ମୋର ଷ୍ଟୋନ୍ ହେଇଯାଇଛି। ସେଥିପାଇଁ ମୋତେ ଡକ୍ଟର ବହୁତ ସାରା ଚକ୍କର କାଟିବାକୁ ପଡ଼ିଥିଲା ଦିନସାରା। ତ ଦିନସାରା ଆଜି ଖରାରେ ବୁଲି ବୁଲି ମୁଁ ପୁରା ହେଇଯାଇଛି ଟାୟାର୍ଡ଼, ପୁରା ସ୍କିନ୍ ହେଇଯାଇଛି ଖରାପ, ଆଉ ଦେହରୁ ହାତ ମୁହଁ ସବୁ ଟ୍ୟାନିଂ ହେଇଯାଇଛି ଦିନସାରା ଖରାରେ ବୁଲି ବୁଲି। ତ ମୋ ସ୍କିନ୍ ଯେମିତି ଗୋଟେ ରୋଗିଣା ଟାଇପ୍ ଦେଖାଯାଉଛି। ଆକ୍ଚୁଆଲି ରୋଗ ତ ହେଇଛି କିନ୍ତୁ ରୋଗିଣା ଟାଇପ୍ର ଏତେ ମୁଁ ଦେଖାଯାଏନି। ଡକ୍ଟର ବି କୁହନ୍ତି ତୋର କି ରୋଗ ହେଇଛି, ତୋ ରୋଗିଣା ଭଳିଆ ଦେଖା ବି ଯାଉନି। ତ ଆଜି ମୁଁ ଗୋଟେ ସେଇ ଉପରେ ଭାବିଲି ଗୋଟେ ଭିଡ଼ିଓ କରିବା। ତ କ୍ରିଏଟିଭ୍ କରିବାର କାରଣ ହେଉଛି ଆମେ ଗୋଟେ ତିଆରି କରିବା ସ୍କିନ୍ରେ ଯେଉଁଟା ନ୍ୟାଚୁରାଲ୍ ଦେଖାଯାଏ। ମେକଅପ୍ ଆମେ ଯେଉଁ ଦେଖିଥାଉ ଫୋନ୍ରେ କି ଜଣଙ୍କ ମୁହଁରେ ଘା ହେଇଛି ଓରିଜିନାଲ୍ ଲାଗିଥାଏ, ଯେଉଁଟାକି ଆମକୁ ମେକଅପ୍ ହିଁ ହେଇଥାଏ, ସେଇଟା ତିଆରି ହେଇଥାଏ ଯେଉଁଟାକି ଓରିଜିନାଲ୍ ଲାଗିଥାଏ। ତ ସେଇ ଟାଇପ୍ର ଆମେ ତିଆରି କରିବା। ତ ଚାଲନ୍ତୁ ଷ୍ଟାର୍ଟ କରିବା। ତ ଆମେ ଆଜି ଆମ ହାତରେ କରିକି ଦେଖିବା କେମିତି ହେଉଛି, ତାପରେ ଦେଖିବା ସ୍କିନ୍ରେ କେମିତି ହେଉଛି। ତ ନେକ୍ସଟକୁ ମୁଁ ଆପଣଙ୍କୁ କିଛି ନୂଆ ନୂଆ କରି ଦେଖାଇବି। ତ ଆଜି ଆମେ ଦେଖିବା ହାତରେ କେମିତି ଦେଖାହେଉଛି, ହାତ ଯଦି କଟିଯିବ କେମିତି ଦେଖାଯିବ। ଆପଣମାନେ ଦେଖିପାରୁଥିବେ ମୋ ସ୍କିନ୍। ତ ସ୍କିନ୍ରେ ଆମେ କୌଣସି ପ୍ରକାର ମଶ୍ଚରାଇଜର୍ ବଗେରା କିଛି ୟୁଜ୍ କରିବାନି, କାରଣ ଇଠା ଏ ଜାଗା ଧରିବନି ଯଦି ଆମେ ମଶ୍ଚରାଇଜର୍ ୟୁଜ୍ କରୁଛେ। ତ ଇଠା ମୁଁ ଏଠି ୟୁଜ୍ କରୁଛି ପ୍ୟାକ୍ର ଆଇଲାଶେସ୍ ଇଠା। ତ ଏଇଟା ଆରାମସେ ଧରି ନେବ କଟନ୍କୁ। ଆମେ ଯଦି ଏଥିରେ କିଛି କ୍ରିଏଟିଭ୍ କରିବାକୁ ଚାହୁଁଛୁ ତ କିଛି ନୂଆ ନୂଆ ଜିନିଷ ଭାବିବାକୁ ପଡ଼ିବ। ତ ମୁଁ ଆଜି ସେମିତି କିଛି ଭାବିଥିଲି କ'ଣ ଟିକେ କରିବି କିଛି କ୍ରିଏଟିଭ୍। ତ ଭାବିଲି ଆଠୁ ଭଲ ମୁଁ ଗୋଟେ କ'ଣ ଏମିତି ଟାଇପ୍ର ସବୁ ଆଜିକାଲି ବହୁତ ସାରା ଟ୍ରେଣ୍ଡରେ ଚାଲିଛି। ତ ଏଇ ଟାଇପ୍ର ଲୁକ୍ କିଛି କ୍ରିଏଟ୍ କରିବା ଯେମିତିକି ଲାଗିବ ସ୍କିନ୍ଟା କଟିଗଲା ଭଳିଆ। ତ ଏସବୁ ଜିନିଷ ଦେଖିବାକୁ ତ ବହୁତ ସାରା ଭଲ ଲାଗେ, କିନ୍ତୁ ଟ୍ରାଏଲ୍ ଆମେ ଫାର୍ଷ୍ଟ ଟାଇମ୍ ହିଁ ଆଜି କରୁଛି। ଶିଖିଲା ପରେ କେବେ କରିନଥିଲି, ଫାର୍ଷ୍ଟ ଟାଇମ୍ କରିଥିଲି। ତ ଚାଲ ଦେଖିବା କେତେ କ୍ରିଏଟିଭଲି ହେଉଛି ସ୍କିନ୍ରେ ସେଇଟା ହାତରେ। ତ ଆଜି ଆମେ ଫାର୍ଷ୍ଟ ଟାଇମ୍ ହିଁ କରିବା, ଆଉ ଦେଖିବା କେତେ ଭଲ ଭାବରେ ହେଉଛି। ଯଦି ମୋ ସ୍କିନ୍ରେ ଏଇ ଜାଗାରେ କଟା ଲାଗିଗଲା, କାଟି ହେଇଗଲା, କେମିତି ଦେଖାଯିବ ସେଇଟା ଆମେ ଏଠି କ୍ରିଏଟ୍ କରି ଦେଖିବା। ତ ଚାଲନ୍ତୁ ଫଟାଫଟ ଷ୍ଟାର୍ଟ କରିବା। ତ ମୁଁ ମୋ ସ୍କିନ୍ ୱାଇଜ୍ ଯେତିକି ଲମ୍ବା କଟା ମୋର ଦରକାର ସେଇ ହିସାବରେ ମୁଁ କଟନ୍କୁ ଲଙ୍ଗ୍ କରି ନେଉଛି। ଆପଣ ଚାହିଁଲେ ବେସ୍ ବି ୟୁଜ୍ କରିପାରିବେ, ଫେଭିକଲ୍ ବି ୟୁଜ୍ ହେଇପାରିବ ଏଇ ଜାଗାରେ। ଆଉ ସବୁବେଳେ ଅଲଗା ଅଲଗା ଟାଇପ୍ର ହିଁ ୟୁଜ୍ ହେବ। ତ ମୁଁ ଫାର୍ଷ୍ଟ ଅଠା ଗ୍ଲୁ ଯେଉଁଟା ଆମର ରହିଛି ତାକୁ ଆପ୍ଲାଏ କରିନେବି। ଗ୍ଲୁଟା ବହୁତ ଷ୍ଟ୍ରଙ୍ଗ, ପ୍ୟାକ୍ ବାଇ ଗ୍ଲୁ ବହୁତ ହି ଷ୍ଟ୍ରଙ୍ଗ। ଆପଣ ଭାବୁଥିବେ କି ଷ୍ଟ୍ରଙ୍ଗ ନୁହେଁ, କିନ୍ତୁ ବହୁତ ସାରା ଷ୍ଟ୍ରଙ୍ଗ। ତ ଆଉ ଇଏ ତୁଳାକୁ ହଲିଯାଇବାକୁ ଦେବନି, ଆମକୁ ତୁଳାକୁ ଆଡ଼ଜଷ୍ଟ କରିବାର ଅଛି। ଆଉ ତା ଉପରୁ ଏକ୍ସଟ୍ରା ତୁଳାକୁ ଆମେ ବାହାର କରିନେବା, ଅଧିକା ମୋଟାରେ ଦେବାନି। ଯେମିତିକି କଟନ୍ଟା ଅଧିକା ମୋଟାରେ ନ ରହିକିନି ଲାଇଟଲି ରହିବ, ଲାଗିବ ଗୋଟେ ପତଳା ଚମଡ଼ା ଉଠି ଆସିଛି। ଅଧିକା ବସେଇବାନି ନା, ଚମଡ଼ା ଉଠାଳିଆ ଦେଖାଯିବନି, ବାସ୍ ଗୋଟେ କ'ଣ ହେଲା ଭଳିଆ ଲାଗିବ। ଦେଖତେ ଆମର କେମିତି ହେଇଯାଇଛି କଟନ୍। ତ ଏବେ ଆମକୁ ସ୍କିନ୍ ଟୋନ୍ ଦେବା। ତ ସ୍କିନ୍ ଟୋନ୍ ଅନୁସାରେ କରିବା। ଫାର୍ଷ୍ଟ ଆମେ ଆମ ଟୋନ୍ଠୁ ଡାର୍କ ଟୋନ୍ ଦେବା। ଏଇଟା ଦେଖିପାରୁଥିବେ ମୋ ଟୋନ୍ଠୁ ଏଇଟା ରହିଛି ଟୋନ୍। ତ ମୁଁ ପୁରା ହାତରେ ମୋର ସ୍କିନ୍ ଟୋନ୍କୁ କଲର୍ କରିନେବି। ଆମର ଡାର୍କେଷ୍ଟ ଟୋନ୍ ନେବାର ଅଛି। ଆମକୁ ବାସ୍ ଆମର ଏଇ ଯେଉଁ ଏରିଆ ରହିଛି, ଆମର ଯେଉଁ ଗୋଲ୍ଟା କରିଥିଲେ ତା ମିଡ଼ିଲ୍କୁ ଛାଡ଼ିକି ଆମେ ସାଇଡ଼୍ରେ ସେଟାକୁ ଆପ୍ଲାଏ କରିବା। କେମିତି ଦେଖାହେଉଛି। ତ ଆମେ ତାଠୁ ଆଉ ଟିକେ ଅଧିକା ଡାର୍କେଷ୍ଟ କଲର୍ ନେବା।
ଦେଖିପାରୁଥିବେ ଏଇ ଟୋନଟା ଯେମିତି ସିଝିଗଲା ଟାଇପର ଗୋଟେ କଲର ଦେଖାଯିବ, ଯେମିତି ଲାଗିବ ହଁ ବାଡ଼େଇ ହେଇକି ସିଝି ଯାଇଛି। ତ ଏଇ ଯୋଉ କ୍ରିଏଟିଭ ଲୁକ୍ ରହିଛି ଆ ପାଇଁ ଆପଣ ଡର୍ମା କଲର କିମ୍ବା ସୁପ୍ରା କଲର ୟୁଜ୍ କରିପାରିବେ, ବହୁତ ହି ବେଷ୍ଟ ରହିବ। ଆପଣଙ୍କୁ ସେଥିରେ କଲରର ସବୁ ଲୁକ୍ ମିଳିଯିବ। ଯଦି ଆପଣ ଏମିତିଆ ଟାଇପର କ୍ରିଏଟିଭ କିଛି କ୍ରିଏଟ୍ କରୁଛନ୍ତି କି ଆପଣଙ୍କୁ ଲାଗିବ ନାଇଁ ହଁ ସତରେ ଏଇଟା ଏଇଆ ହିଁ ହେଇଛି, ସେମିତି ହିଁ ଦେଖାଯିବ, ବାଡ଼େଇ ହେଲା ଟାଇପର, ଚମଡ଼ା ଛାଡ଼ିଲା ଟାଇପର, ଏଇସବୁ ଲୁକ୍ କ୍ରିଏଟ୍ କରିବା ପାଇଁ ଆପଣଙ୍କୁ ନ୍ୟୁ କନସିଲର ନ୍ୟୁ କୌଣସି ପ୍ୟାଲେଟ୍ ଦରକାର ହବନି। ତ ଆପଣଙ୍କୁ ଏଥିରେ ସବୁ ଟୋନର ସବୁର ଜିନିଷର ମିଳିଯିବ। ଏଇଟା ହେଉଛି ସବୁଠୁ ବେଷ୍ଟ କ୍ୱାଲିଟି ଯେଉଁଟାକି ଡର୍ମା ସୁପ୍ରା ଦେଇଥାଏ କ୍ରାଇଲାଇନ୍ର। ତ ଆପଣ ଚାହିଁଲେ ୟାକୁ ବାଇ କରିପାରିବେ, ବହୁତ ହି ଆଫୋର୍ଡେବଲ୍ ପ୍ରାଇସ୍ରେ ଆସିଥାଏ ଆଉ ଏତେ ବଢ଼ିଆ ଭାବରେ କାମ କରିଥାଏ ଯେମିତି ଆପଣଙ୍କୁ ଲାଗିବ ନାହିଁ ଓରିଜିନାଲ। ତ ଦେଖନ୍ତୁ ଦୂରରୁ ଦେଖିବା ଲାଗୁଛି କି ହଁ ଓରିଜିନାଲି ଗୋଟେ ଜାଗାରେ ବାଡ଼େଇ ହେଇକି ଇଞ୍ଜୁରୀ ହେଇଯାଇଛି। ତ ଏଇ ଟାଇପର କ୍ରିଏଟ୍ କରିବାର ଅଛି ଆମକୁ ଲୁକ୍ଟା। ଦେଖିପାରୁଥିବେ ଗୋଟେ କେମିତି ଅଲଗା ଟାଇପର ଲୁକ୍ଟା ଆସିଛି, ଯେମିତିକି ହାତଟା କଟିଗଲା ଟାଇପର ହିଁ ଦେଖାଯାଉଛି। ସିଝିଗଲା ଟାଇପର ଦେଖାଯାଉଛି, ହାତରେ ବାଡ଼େଇ ହେଇକି କୌଣସି ଜାଗାଟା ସିଝି ଯାଇଛି ସେମିତି ଲାଗୁଛି। ସୋ ସେଇ ଟାଇପର ହିଁ ଲୁକ୍ ଆମକୁ ଦରକାର। ଦେଖିପାରୁଥିବେ ଆମେ ଲାଇଟ୍ ଦେଲେ ଜଣାପଡ଼ୁଛି ନାହିଁ ସେଟା କ'ଣ ଲାଗିଛି, କିନ୍ତୁ ଯଦି ଆମେ ଲାଇଟ୍ଟା ବନ୍ଦ କରିଦେଉଛେ ଆମର ପୁରା ଲାଗୁଛି ଓରିଜିନାଲ ହାତଟା ବାଡ଼େଇ ହେଇକି ସିଝି ଯାଇଛି ସେ ଜାଗାଟା। ଆମକୁ ସେଇ ଲୁକ୍ଟା ପୁରା ପରଫେକ୍ଟଲି କରିବାର ଅଛି। ତ ଆମର ବ୍ରସ୍ର କ୍ରିଏଟିଭ୍ କରିବାର ଅଛି। ତ ବ୍ରସ୍ ଆମେ ଫାଷ୍ଟ କ'ଣ କରିନେବା ନା ସାଇଡ଼୍ର ପାଉଡ଼ର କରିନେବା। ତ ବେସ୍ରେ ପାଉଡ଼ର ମୋଷ୍ଟ ଅଫ୍ ପାଉଡ଼ର ବିନା ସେଇଟା ଅଏଲି ଇଫେକ୍ଟ ଆସିଥାଏ। ତ ଚାହୁଁଛନ୍ତି ଅଏଲି ଇଫେକ୍ଟ ସେମିତି କିଛି କରିବାକୁ, ତ ପାଉଡ଼ର ଆପଣ ଆଭଏଡ଼ କରିପାରିବେ। ତାପରେ ମୁଁ ଗୋଟେ ପ୍ୟାଲେଟ୍ ନେଇଛି, ପ୍ୟାଲେଟ୍ର ଆମକୁ କଲର୍ ସେମିତି ହିଁ ଡିପୋଜ୍ କରିବାର ଅଛି ଯେମିତି ଲାଗିବାର ଅଛି ସେ ଜାଗାରେ ସେଇଟା ସିଝି ଯାଇଛି ବାଡ଼େଇ ହେଇକି। ତ କେମିତି ଆମେ କ୍ରିଏଟ୍ କରିବା, ତ ତା ମିଡ଼ିଲ୍ଟା ଆମେ ହାଇଟ୍ରେ ହାଲକା ହାଲକା ହ୍ୱାଇଟନିଂ ଦେବା, ଯେମିତିକି ସାଇଟ୍ରେ ଲାଗିବ ହଁ ବାଡ଼େଇ ହେଇଛି ଆଉ ଏ ଜାଗାର ହ୍ୱାଇଟ୍ ହେଇଯାଇଛି, ଆଉ ମିଡ଼ିଲ୍ରେ ରେଡିସ୍ ରହିବ ଯେମିତିକି ରକ୍ତ ବାହାରିଲା ଟାଇପ୍ର ଦେଖାଯିବ। ତାପରେ ଗୋଟେ ଆମକୁ ବ୍ରାଉନ୍ କଲର ସ୍ୟାଡୋ ନେବାର ଅଛି, ଆଉ ବାସ୍ ତା ସାଇଡ଼୍ରେ ଆମକୁ ଆପ୍ଲାଏ କରିବା। ଆମକୁ ବାସ୍ ଟ୍ୟାପ୍ ଟ୍ୟାପ୍ କରି ଆପ୍ଲାଏ କଲେ ଯେମିତି ଲାଗିଲା ଯେ ହଁ ବାଡ଼େଇ ହେଇକି ସେ ଜାଗାଟା ସିଝି ଯାଇଛି। ତାପରେ ବ୍ଲାକ୍ କଲର ସ୍ୟାଡୋ ନେବା, ଆମର ଯେଉଁ କଟନ୍ସ ଆମେ ଆପ୍ଲାଏ କରିଥିଲେ ବାସ୍ ତା ଚାରିକର ଆମେ ଦେବାନି, ବାସ୍ ହାଲକା ହାଲକା ଆମର ଲୁକ୍ ହିସାବରେ ହିଁ ଦେବା। ଯେମିତିକି ମୋର ଦେଖିବାର ଅଛି କି ଏଇ ଜାଗାରେ ଆମର ଅଧିକା ବାଡ଼େଇକି ସିଝାଇ, ତ ଏଇ ଜାଗାରେ ଆମେ ବ୍ଲାକିସ୍ କଲର ଦେବା। ତ ଦେଖିବାର ଅଛି ଆମର ଏଇ ଜାଗାରେ ବାଡ଼େଇ ସିଝାଇ, ତ ଆମେ ଏଇ ଜାଗାରେ କେବଳ ଦେବା। ଆପ୍ଲାଏ କରିବା ସବୁ ଧ୍ୟାନ ଦେବାର ଅଛି କି ଆମେ ଅଧିକା ଦେବାନି ଯେମିତିକି ଆମ କଟନ୍ସ ଉଠି ଆସିବ। ତ ଆମେ ଏଠି ୟୁଜ୍ କରିଥିଲେ ଯେଉଁ ଗ୍ଲୁ, ଯେମିତି ଗ୍ଲୁ ହିଁ ଉଠି ନ ଆସିବ। ତ ବହୁତ ହି ଲାଇଟ୍ ୱେଟ୍ ବାକି କଲର ଏରିଆରେ ବି ଆପ୍ଲାଏ କରିନେବା। ଦେଖିପାରୁଥିବେ ଲାଗୁଛି ସତରେ ହଁ ବାଡ଼େଇ ହେଇଯାଇଛି, ଦେଇକି ମୋତେ ମାରି ଦେଇଛନ୍ତି ସତରେ।
ये बहुत ही हल्का लाइट वेट ही हमको ब्रश चलेगा अछि जहाँ एक्स्ट्रा अच्छी हम ब्रश रे ताकू ही एठी हमें अप्लाई करबा एभव नबानी आ प्रोडक्ट तापर हम तो बड़ ब्रश नबा ताकू हल्का हल्का हाथ रे ब्लेंड कर नबा लगे जे हां खाली से जगह बाडे हेनी बाकी जगह भी ता सहित बाडे ही के चेंज हेची रिकॉर्ड आमर फाइनाली हो जाइए ये जो लुकटा आम चाहूँ तो फाइनाली आमर से हो जाइए तो आमको कौन करार अच्छी ना एबे आमको ये फिलअप करार अच्छे आम कलर तो कलर आम दबा व्हाइटनिंग बेस जो व्हाइटनिंग पाउडर देखिए से भल से आमको लुकटा पूरा आसी नाला तो आम ये व्हाइटनिंग बेस दे पाउडर देवा देखिए केते सारा कलर आसी परफेक्ट सब आम अधिका देवानी प्रोडक्ट बहुत ही लाइट वेट केते कम प्रोडक्ट नहीं बास आम गोटे लुक क्रिएट कर अच्छी ना कि देखेबार अच्छे एत सारा तो आम से हिसाब से यूज कर प्रोडक्ट डर लगुच मत निजक करला सब मेकअप फाइनाली आमर ये लुकटा चाहूँ आम सीझीगला टाइप देखा तो देखिए पूरा लगुच हाँ पूरा बाड़े पूरा हाथ आम सीझी जाइए तो से टाइप लुक आसी तो आम ए कौन करा ना आम फिलअप करवा रेड कलर लिपस्टिक तो मुझे गोटे छोट ब्रश ने लिपस्टिक ब्रश हम डायरेक्ट प्रोडक्ट यूज करवानी आम हल्का ब्रश द्वारा ही यूज करवा तो रेड कलर लिपस्टिक फास्ट बनेबी जोटा कि हमको मिडिल केवल भरिया अच्छे साइज कर लगे सब आम तो लगे प्रोडक्ट आमर मैं लगे दरकार ना कटिकी सतरे बाहर जमी कि ठा ठा टाइप देखा दरकार हाथ में गोटे जगह एमती अधिका कम एमती लगे दरकार जमी से टाइप लगे हाँ रक्तटा बाहर से टाइप देखा केमती देखा हाथ रक्त बाहरी हो नवा पूरा ब्राउन कलर जोटा कि ओवर ब्राउन कलर आसे से कलर टा नवा बस आमको से रेड कलर साइड एमती फिलअप करार अच्छे टैप टैप करके बहुत ही लाइट वेट करके अप्लाई करिया जमी रक्तटा सुखीगला टाइप देखा देखा आम व्हाइट पर अप्लाई करवानी बस आमर जो आम रेड कलर अप्लाई कले बस तार अपर साइड रे बाकी जो एरिया में छाड़ देते से एरिया ही अप्लाई करवा
तो खाली से जगह खंडे सेमित नुह ना तो आम बाकी एरिया भी किसी करवा जमी लगे दरकार कि न्याचुराली हाँ सतरे बाड़े ही खंडे केवल से जगह आम रेड कलर देदेवा बाकी एरिया शुखला शुखला देखा तो सेमती लगे गोटे जगह खंडिया हो जाए तो आपको हल्का हल्का स्मच कर पूरा न्याचुराल लुक आसापी। तो से स्मॉल ब्रश रे आम कौन करना ब्लैक कलर शेडो नवा और साइड रे हल्का हल्का फिलअप करवा जमती कि से जगह चमड़ा एमती उठी आसला परिका देखा हल्का हल्का। सब रेड कलर साइड रे हल्का हल्का एमती करके टैप टैप करके हमें अप्लाई करवा। मुझे रेड कलर रही है देखते रक्तटा सुखीगला आउ कलर आम लगेदेवा जमीक आम लगे रक्तटा ना रक्तटा बाहर नगद नगद खंडिया भाई लगे। तो फाइनाली देखिए आमर हाथ पड़की पूरा खंडिया हो इंजर हो पूरा परफेक्टली गोटे लुक क्रिएट जोटा कि हाँ पड़ी खंडिया है टाइप रही देखिए तो आज मेडिकल जाइए खंडिया हो पड़ी से भाभी पूरा स्किन रु चमड़ा छाड़गला देखा हाथ भी बाड़े खंडिया है देखा तो आप क्रिएटिव लुक केते पसंद करती से वीडियो आज बन तो देखा जाऊ मोर ये वीडियो केते सारा लाइक कमेंट आसूची तो मत तो ये लुक करने बहुत पसंद किंतु मत डर लगे बोली मुझे मत एक्चुअली खंडिया खावा बहुत सारा डर लगे से मुझे करने डरे कि बाकी एमती लुक मत बहुत सारा आसे तो आप कमेंट करूँ कि टाइप लुक आप देखा चाहूँ तो मुझे निश्चय आप नहीं आसबि तो कौ टाइप खंडिया स्किन जलगला देखा कौ टाइप चाहते से टाइप कमेंट करेंगे तो मुझे निश्चय आप नेक्स्ट टाइम नहीं आसबि ये टाइप किसी वीडियो तो देख पारे आम स्किन पूरा रक्त बाहर पड़के तो जमती कि खंडिया है कि छेली जगह रक्त बाहरी आसी टाइप रही तो आप लुकटा केमी लगे मत कमेंट कर निश्चय करेंगे भल लगी लाइक करेंगे कमेंट करेंगे शेयर करेंगे और सब्सक्राइब करने को जमा ही भूलें रहुची। जय जगन्नाथ देखा नेक्स्ट वीडियो आप सहित एमती नुआ नुआ वीडियो सहित।